ମୁଁ ତପନ କୁମାର ଦାସ ମଠସାହି ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ। ମୁଁ 15 ବର୍ଷ ଧରି ପାରେଶ୍ୱର ଗଭର୍ଣ୍ଣମେଣ୍ଟ ଗାର୍ଲସ ହାଇସ୍କୁଲ ପାରାଦୀପଗଡ଼ରେ ବିଜ୍ଞାନ ଶିକ୍ଷକ ହିସାବରେ କାମ କରିଥିଲି। ଏବେ 2 ବର୍ଷ ହେଲା ଏଠି ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରୁଅଛି। ମୁଁ 15 ବର୍ଷ ଧରି ଯେତେବେଳେ ବିଜ୍ଞାନ ଶିକ୍ଷକ ଥିଲି ପାରେଶ୍ୱର ସ୍କୁଲରେ, ସେଠି ମୁଁ ଷ୍ଟେଟ୍ ଲେବୁଲ୍ ଆୱାର୍ଡ଼ ମଧ୍ୟ ପାଇଥିଲି ଆମର ବିଜ୍ଞାନ ମେଳାରେ। ଏବଂ ବହୁତ ଥର ମୁଁ ବହୁତ ଆମର ପ୍ରୋଜେକ୍ଟ ନେଇକି ଯାଇଛି। ଏବଂ ତାପରେ ଯେତେବେଳେ ଆସିଲି ଏଠି ମୋର କାର୍ଯ୍ୟ ଦକ୍ଷତା ନେଇକି ସେମାନେ ରୋଟାରୀ କ୍ଲବ ତରଫରୁ ମୋତେ ପୁରସ୍କାର ପ୍ରଦାନ କରାଯାଇଥିଲା। ଏ ତ ବହୁତ ଭଲ ଲାଗୁଛି ଯେ ରାଜ୍ୟସ୍ତରୀୟ ପୁରସ୍କାର ପାଇବା ଛୋଟିଆ କଥା ନୁହଁ। ଏବଂ ଏଥିରେ ବହୁତ ପ୍ରଶାସନିକ ଅଧିକାରୀ ଏବଂ ବିଧାୟକ ମାନେ ସେଟା ଉପସ୍ଥିତ ଥିଲେ। ଏବଂ ଆସିଲା ପରେ ବହୁତ ଭଲ ଲାଗୁଛି ଯେ ରାଜ୍ୟସ୍ତରୀୟ ପୁରସ୍କାର ପ୍ରାପ୍ତ ଜଗତସିଂହପୁର ଏକମାତ୍ର ଶିକ୍ଷକ ଥିଲି। ନିଶ୍ଚିତ ଭାବେ ଗର୍ବ ଗୌରବ ମୋତେ ଭଲ ଲାଗୁଛି ଯେ ମୁଁ ବୟସ କମ୍ ଥିଲା ବେଳେ ଆହୁରି ମଧ୍ୟ ମୋର ଆଉ ଚାକିରି 11-12 ବର୍ଷ ଅଛି, କିନ୍ତୁ ଏଇ ପୁରସ୍କାର ପାଇଛି ଏବଂ ଆଶା କରୁଛି ଆଉ ଭବିଷ୍ୟତରେ ଏମିତି ଆଗକୁ ମୋର ଉନ୍ନତିକରଣ ହଉ ଏବଂ ଆହୁରି ପୁରସ୍କାର ପ୍ରାପ୍ତ ହୁଏ। ମୁଁ ଭାବୁଛି ଯେ ପିଲାମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସେମାନଙ୍କର ଯେହେତୁ ଆମର ରେସିଡେନ୍ସିଆଲ ସ୍କୁଲ, ପିଲାମାନଙ୍କର ମୁଁ 2 ବର୍ଷ ଅଢ଼େଇ ବର୍ଷ କାର୍ଯ୍ୟ କଲା ଭିତରେ ପିଲାମାନଙ୍କର ସ୍ୱାସ୍ଥ୍ୟ ହେଉ ବା ଶିକ୍ଷା ହେଉ ବା ସେମାନଙ୍କର ରହିବା ଖାଇବା ସମସ୍ତଙ୍କର ଭଲ ଭାବରେ ଦେଖିଥିଲେ ଏବଂ ତାରି ଉପରେ କାର୍ଯ୍ୟଦକ୍ଷତା ଉପରେ ମୋତେ ଏହି ପୁରସ୍କାର ଦିଆଯାଇଥିଲା। ସରକାର ଯାହା କରୁଛି ଭଲ ପଦକ୍ଷେପ, କିନ୍ତୁ ଆମକୁ ଡେଡିକେସନ୍ ହେବା ଦରକାର ଯେମିତି ଶିକ୍ଷାର ପ୍ରସାର ହେଉ ଏବଂ ସରକାରଙ୍କ ଯେଉଁ କାର୍ଯ୍ୟକ୍ରମ ନେଉଛନ୍ତି ତାହା ନିଶ୍ଚିତ ଭାବରେ ଉପଯୋଗୀ ଛାତ୍ରୀମାନଙ୍କ ପାଇଁ ଉପଯୋଗୀ ନିଶ୍ଚିତ ମାନବୋଧି ହେବ। ଏବଂ ସରକାର କାଲି ଗୋଟେ ନିଷ୍ପତ୍ତି ନିଆଯାଇଛି ଯେ ଆଉ ମଧ୍ୟ ପିଲାମାନଙ୍କ ଯେଉଁ ଶିକ୍ଷା ପାଇଁ ଆହୁରି 1 ଘଣ୍ଟା ବୃଦ୍ଧି କରାଯିବ ବୋଲି ମଧ୍ୟ ନିୟମ କରାଯାଇଛି। ଏହା ନିଶ୍ଚିତ ଭାବେ ଭଲ ପଦକ୍ଷେପ।